ଅରାଜକତାକୁ ଯଦି ସୁଯୋଗ ଦେବେ ତାର ଦୃଢ଼ ପ୍ରତିବାଦ କରିବୁ। ଆମ 3 ତାରିଖ ଡାଇଟ୍ ଦିଆହେଇଛି। ଛାତ୍ର କଂଗ୍ରେସ ଯୁବକ କଂଗ୍ରେସ ଲିଡର ମାନେ କହିଛନ୍ତି, ତାରା ମଧ୍ୟ କହିଛି ଯଦି ନ କରନ୍ତି ଆମେ 20,000 ଲୋକ ବିଜେପି ଅଫିସରେ ପଶିବୁ। ମୁଁ ସମର୍ଥନ କରୁ ତାରା କଥା। ଯଦି ପୁଲିସ ଆକ୍ସନ୍ ନେଇଗଲା ତାହେଲେ କିଛି କରିବାର ନାହିଁ। ଯଦି ପୁଲିସ ଆକ୍ସନ୍ ନେଲା ଆମେ ସମସ୍ତେ କଂଗ୍ରେସ ଦଳ ଛାତ୍ର କଂଗ୍ରେସ ଯୁବକ ମହିଳା କଂଗ୍ରେସ କରିବେ। ଆମେ ନାଗରିକ ମାନେ ମଧ୍ୟ ମୁଁ ସସ୍ପେଣ୍ଡ ହେଇଥିଲେ ମଧ୍ୟ କଂଗ୍ରେସ ସମ୍ମାନ ପାଇଁ ଦଳର ମର୍ଯ୍ୟାଦା ପାଇଁ ଆମେ ସମସ୍ତେ ଏକରେ କଂଗ୍ରେସ ଦଳ ଜବରଦସ୍ତ ବିଜେପି ପଶିବା, ଦ୍ୱିତୀୟ ଦରଦାମ ଏବଂ ତୃତୀୟ କଂଗ୍ରେସ ଅଫିସରେ ଶାନ୍ତି ଆଣିବା ବିଷୟରେ ଗୋଟେ ବିରାଟ ଆନ୍ଦୋଳନ କରାଯିବ। ଅପରା ବଢ଼ିଯାଇଛି ତାରି ଉପରେ ଆମେ କରୁଛୁ। ଆମର 8 ତାରିଖରେ ଆକ୍ସନ୍ କମିଟି ବସିବ, 15 ଭିତରେ ଗୋଟେ ଡେଟ୍ ହେବ। ଏଇ ଦରଦାମ ଉପରେ କଂଗ୍ରେସ ଅଫିସରେ ପଶିବା ଉପରେ ନାଗରିକ ମାନେ କଂଗ୍ରେସ ବସିକିରି ଗୋଟେ ବିରାଟ ସଚିବାଳୟ ଘେରାଉ। ସଚିବାଳୟ ଘେରାଉ କରିବୁ, ସଚିବାଳୟ ପଶିବୁ, ହଜାର ହଜାର ସଂଖ୍ୟାର ଲୋକ ଆସି ଯଦି ଆଇନ ସୁଦୃଢ଼ ନ ହେବ, ଅରାଜକତାକୁ ଯଦି ସୁଯୋଗ ଦେବେ ତାର ଦୃଢ଼ ପ୍ରତିବାଦ କରିବୁ। सीमा तू +2 पर कौन करिवु? बीएससी नर्सिंग। और तू? एमआरटी। तू? बीएससी ऑप्टोमेट्री। तू कौन करिवु? बीएससी इन मेडिकल लैबोरेटरी टेक्नोलॉजी। रिया तू? बीएससी इन ईएमटी। तू? बीएससी इन एनेस्थेसिया टेक्नोलॉजी। और तू? बीएससी इन ऑपरेशन थिएटर टेक्नोलॉजी। अच्छा रोजी तू कौन पढ़िबू? मु तो बीपीटी पढ़िबी। अच्छा मैं कोठी पढ़िबा? साई नर्सिंग एंड हेल्थ साइंस कॉलेज। साई हेल्थ साइंस कॉलेज रे पढ़िबा और सभी को स्वास्थ्य सेवा जोगाई दबा।